आवर्जना मदुआ ड्रग सेवाकारी आड्डा पलटि माँ पाटणा मंगला पीठ। सरकार द्वारा पर्यटन स्थल मान्यता अपेक्षा माँ पाटणा मंगला पीठ किपरि श्रीहीन हो पड़ी। तिहिडी ब्लॉक चांदवाली ब्लॉकर मध्यस्थली माँ पाटणा मंगला पीठ। ଏହି ପୀଠର ମାହାତ୍ମ୍ୟ ଦୀର୍ଘ 100 ବର୍ଷରୁ ଲୋକେ ଦେଖିଛନ୍ତି। ରାଜାଙ୍କ ଶାସନ ସମୟରେ ପୀଠରେ ବିଭିନ୍ନ ପୂଜା ପର୍ବରେ ଭକ୍ତଙ୍କ ଭିଡ଼ ଜମୁଥିଲା। ପ୍ରତିବର୍ଷ ମହାବିଷୁବ ପଣା ସଂକ୍ରାନ୍ତିକୁ ମାଙ୍କ ପୀଠରେ 7 ଦିନ ଧରି ମେଳା ବସିଥାଏ। ଏହି ମେଳାରେ ହଜାର ହଜାର ମାନସିକଧାରୀ ଭକ୍ତ ପାଟୁଆ ହୋଇ ମାଙ୍କ ପୀଠ ଭିତରେ ଥିବା ପୋଖରୀରେ ବୁଡ଼ ପକାଇ ମାନସିକ ପୂରଣ କରିଥାନ୍ତି। ମାଙ୍କ ମେଳା ସମୟରେ ମନ୍ଦିର ବେଢ଼ା ଚାରିପାଖରେ ବିଶାଳ ଜନସମୁଦ୍ର ଭରି ରହିଥାଏ। ବର୍ତ୍ତମାନ କିନ୍ତୁ ସ୍ଥିତି ଅଲଗା। ଠିକ୍ ମାଙ୍କ ପର୍ବ ଆସିବା ସମୟରେ ସ୍ଥାନୀୟ କିଛି ରାଜନୈତିକ ସ୍ୱାର୍ଥ ପୂରଣ କରିବା ଲୋକେ କମିଟି କରି ମେଳା ତତ୍ତ୍ୱାବଧାନରେ ସ୍ୱାର୍ଥ ସାଧନ କରିବାକୁ ମନ୍ଦିର ବେଢ଼ାକୁ ମାଡ଼ି ବସିଥାନ୍ତି। ଠିକ୍ ମାଙ୍କ ପୀଠରେ 100 ମିଟର ଦୂରତାରେ ନରେନ୍ଦ୍ରପୁର ପଞ୍ଚାୟତ ଅଫିସ୍। ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ, ରାଜ୍ୟ ସରକାରଙ୍କ ପରିବେଶ ସୁରକ୍ଷା ଯୋଜନା ଏଠାରେ ସବୁ ଫେଲ୍ ମାରିଛି। ମନ୍ଦିର ଚାରିପାଖେ ଗୋବର କାଣ୍ଡି ହୋଇଥିବା ବେଳେ ମଦ ବୋତଲ ଅନେକ ଅଳିଆ ଆବର୍ଜନା ପଡ଼ି ରହିଛି। ପୂଜକଙ୍କୁ ପଚାରିଲେ ସେ କୁହନ୍ତି ରାଜାଙ୍କ ସମୟରେ ଯାହା ହେଉଥିଲା କମିଟି ହେବା ପରେ ତାହା ଆଉ ନାହିଁ। କାରଣ ପଚାରିବାରୁ କୁହନ୍ତି ରାଜାଙ୍କ ଗୁମାସ୍ତା ଓ କମିଟି ମଧ୍ୟରେ ପଡ଼ୁନି, ତେଣୁ ଠାକୁରାଣୀଙ୍କୁ ଏଠି କିଏ ପଚାରେ। ନିଜେ ନିଜର ପତିଆରା ବଜାଇ ରଖିବା ପାଇଁ ସରକାରୀ ମାନ୍ୟତା ଅପେକ୍ଷାରେ ଥିବା ମା ପାଟଣା ମଙ୍ଗଳାଙ୍କ ପୀଠ କି ପ୍ରକାର ଅବହେଳିତ ହୋଇପଡ଼ିଛି ଏବେ ଏହା ସର୍ବସମ୍ମୁଖରେ। ସୁପ୍ରସିଦ୍ଧ ଗୋଟେ କଥା ଥିଲା ଆମ ଅଞ୍ଚଳ ଗୋଟେ ବଡ଼ ଅନୁଷ୍ଠାନ। ଏଠି ବହୁ ଲୋକ ସମାଗମ ହୁଅନ୍ତି, କିନ୍ତୁ ବହୁତ ସୁନ୍ଦର ଭାବରେ ପରିବେଶ ଥିଲା, ଗଛ ବୃକ୍ଷ ସବୁ ଥିଲା। ଏ ସବୁ ଜିନିଷ କଟାକଟି ହୋଇ ସଫା ହେଇଗଲା। ବିରାଟ ଏକ କାଳେ ପୋଖରୀ ଏଠି ମଧ୍ୟ ଥିଲା। ଏ ପୋଖରୀର ପ୍ରାୟ ହଜାର ହଜାର ଲୋକ ପାଠୁଆ ସ୍ନାନ କରୁଥିଲେ, ଆମେ ମଧ୍ୟ ଦେଖୁଥିଲୁ, ପିଲାବେଳେ ବି ଦେଖି ଆସୁଛୁ। କିନ୍ତୁ ଏବେର ପରିସ୍ଥିତି ଆଜି ଗୋଟେ କାର୍ତ୍ତିକ ପୂର୍ଣ୍ଣିମା, ଏହି ଦିନରେ ଏଠାରେ ଡଙ୍ଗା ଗୋଟେ ସେ ପାଣିରେ ନାହିଁ ଯେ ବୋର। ଯଦି ମନ୍ଦିରକୁ ଆସିଛୁ ଆମେ ଦର୍ଶନ କରିବା ପାଇଁ, କିନ୍ତୁ କଥା ଗୋଡ଼ ଧୋଇଲା ବେଳକୁ ଗୋଡ଼ ହାତ କୁଣ୍ଡେଇ ହେଉଛି, ପାଣି ମୁହଁରେ ଦେଇ ହେଉନି। ପରିବେଶ ଚାରିପଟେ ଦେଖିଲେ ମନ୍ଦିର ବେଢ଼ା ଚାରିପଟେ ଗୋବର ଗଦା ହୋଇଛି। ଏ ଗଞ୍ଜେଇ ମଦ ଖାଇକି ସବୁ ଲୋକ ପକେଇକି ବସୁଛନ୍ତି, ଦଳ ଦଳ ହେଇକି ବସୁଛନ୍ତି। ଚାରିପଟେ ଝାଡ଼ା ଗଲେଣି। ପରିବେଶ ବହୁତ ନଷ୍ଟ ହେଇଗଲାଣି। ଲୋକଙ୍କର ଆଗ୍ରହ ମଧ୍ୟ କମିଗଲାଣି। ପଣ୍ଡାମାନେ ବୁଝୁନାହାନ୍ତି। ପଣ୍ଡାମାନଙ୍କୁ କହିଲେ ପୋଖରୀଟା ସଫା କରି ନ କଲେ ଆମେ କ'ଣ କରିବୁ? ସେ ରଜା ନେଇଛନ୍ତି ଦାୟିତ୍ୱ କରିବେ, ରଜାଙ୍କର ଦାୟିତ୍ୱ ସେଟା। ଆମର କ'ଣ ଠାକୁର ପୂଜା କରିବେ? ଏ ଠାକୁର ପୂଜା କଲେ ତୁମର ଦାୟିତ୍ୱ ସବୁ ମନ୍ଦିର ଚାରିପଟେ ବେଢ଼ା ତ ରଖିବ, ନା ବେଢ଼ାକୁ ଏଇଭଳି ଆପୋଷ କରିବ? ଆମେ ଯାତ୍ରୀମାନେ ବହୁ ହନ୍ତସନ୍ତ, ଗୋଡ଼ ଧୋଇବା ପାଇଁ ମଧ୍ୟ ପାଣି ନାହିଁ। ବହୁ ଜିନିଷର ଅସୁବିଧାର ସମ୍ମୁଖୀନ। ଆସ୍ତେ ଆସ୍ତେ ଲୋକ ଆସିବା ବନ୍ଦ କରିଦେଲେଣି। ଏଠି ଗୋଟେ ପର୍ଯ୍ୟଟନସ୍ଥଳୀ ହେବ ବୋଲି ଯେଉଁ ଯୋଜନା ଚାଲିଛି, କିନ୍ତୁ ଏପର୍ଯ୍ୟନ୍ତ ତା ତ ହେଉନାହିଁ। କିନ୍ତୁ ପରିବେଶ ବର୍ଷ ଖାଇକି ସେଇଠି ପତ୍ର ପକାଉଛନ୍ତି, ସେଇଠି ଝାଡ଼ା ଗୋବର ଚାରିପଟେ ବେଢ଼ା ଚାରିପଟେ ଦେଖିଲେ ମୋର ବିପଜ୍ଜନକ ଅବସ୍ଥା ରହୁଛି। ରକ୍ଷା କ'ଣ? ଯଦି ବର୍ତ୍ତମାନ କମିଶନଙ୍କ ଦାୟିତ୍ୱରେ ଅଛି, ନାହିଁ ରଜାଙ୍କ ଦାୟିତ୍ୱରେ ଅଛି, ଦାୟିତ୍ୱ ହେଉଛି ରଜାଙ୍କର। ରଜା ତାକୁ କରୁନାହାନ୍ତି। ବର୍ତ୍ତମାନ ଯଦି କହୁଛନ୍ତି କମିଶନ ନେଇଗଲେ ଭଲ ହୁଅନ୍ତା, ଏ ପରିବେଶଟା ଭଲ ରୁହନ୍ତା। କମିଶନରେ ବାବଦରେ ତ ଅବଗତ ଥିବେ। ଆମେ ଏଇ ମନ୍ଦିର ବାବଦରେ ଆମେ ଦର୍ଶକ ହିସାବରେ ଆସୁଛୁ ଦର୍ଶନ କରିବା ପାଇଁ। ଆମର ଅଭିଯୋଗ ଯେ ଏହା କୌଣସି ବାବଦରେ ପରିଷ୍କାର ପରିଚ୍ଛନ୍ନ କରାଯାଇ ପର୍ଯ୍ୟଟନସ୍ଥଳର ମାନ୍ୟତା କେମିତି ପାଇବ ସେ ବାବଦରେ ଚେଷ୍ଟା କର। ମଙ୍ଗଳା ମନ୍ଦିରରେ ଆପଣ କ'ଣ କରନ୍ତି? ଆମେ କେବଳ ବ୍ରାହ୍ମଣ ମାନେ ଯିଏ ଅଛୁ କେବଳ ପୂଜା କରୁ। କେତେ ବର୍ଷ ହେଲା କଲେଣି? ମୋର ପ୍ରାୟ 20 ବର୍ଷ ଠାରୁ ମୁଁ ପୂଜା କରି ଆସୁଛି। ବାପା କୁହନ୍ତି ମୁଁ ପୂଜା କରୁଛି। ମୋର ଆସିକି 80 ବର୍ଷ ହେଲା, 60 ବର୍ଷ ହେଲା ମୁଁ ପୂଜା କଲି। ଭକ୍ତଙ୍କ ଭିଡ଼ ବହୁତ ହୁଏ। ସକାଳୁ ଭିଡ଼ ବହୁତ ହେଇଥିଲା, ଏବେ କମିଗଲା। କାର୍ତ୍ତିକ ଖିଆପିଆ ମନ୍ଦିର ତରଫରୁ କିଛି ହେବାର ନାହିଁ। ସବୁ କାର୍ତ୍ତିକ ପୂର୍ଣ୍ଣମୀ ଯେ ଉପବାସ କରନ୍ତି କାର୍ତ୍ତିକ ମହିଳାମାନେ, ସେଇମାନେ ମିଶିକି ସବୁ ଖିଆପିଆ ଆଜି ବି କରୁଛନ୍ତି। ପୋଖରୀ ନଷ୍ଟ ହେଇଯାଇଛି ଆଉ ପବ୍ଲିକ ପଶିକି ରଜା ଦୁର୍ବଳରୁ ଏସବୁ ନଷ୍ଟ ହେଇଗଲା। ପୋଖରୀଟା ନଷ୍ଟ। ପୋଖରୀରେ ତ ଗୋଟେ ବୁଡ଼ ପଡ଼େତେ ଜାଗା ନାହିଁ। ଡଙ୍ଗା ଭସା ଯିବ କେମିତି? ତାଙ୍କର କିଛି ଦାୟିତ୍ୱ ନାହିଁ। ସେବା ପୂଜା କରିବେ, ଯିଏ ଭୋଗ କରିବେ ସେ ଯେଉଁ ଦକ୍ଷିଣାଟି ଦେବେ ସେ ଦକ୍ଷିଣାଟି ନେବେ। ଭୋଗ ସେବା ପୂଜା କରିବା ବାବଦରେ ଆମକୁ କିଛି ଜମି ଦିଆହେଇଛି। ସେଇ ଜମିରୁ ଆମେ ସେବା ପୂଜା ସେ ସବୁ ସେଥିପାଇଁ ରଜା ଦାୟୀ। ରାଜାଙ୍କର ଏଠି କିଏ ଗୁମସ୍ତା ଅଛନ୍ତି, କିଏ ଦାୟିତ୍ୱରେ ଅଛନ୍ତି? ଶରଦ କୁମାର ଦୀକ୍ଷିତ ଘଣ୍ଟେଶ୍ୱର ଦାୟିତ୍ୱରେ ସିଏ ଅଛନ୍ତି। ତାକୁ ବି ମାନୁନାହାନ୍ତି। ପବ୍ଲିକ ପଶିକି ସବୁ ଜିନିଷ କରୁଛନ୍ତି। ପୋଖରୀଆ ଯାତ୍ରା ଆମର ଯେଉଁ ଚୈତ୍ର ମାସ ଶେଷ ବୈଶାଖ ପହିଲାର ମହାବିଷୁବ ପଣା ସଂକ୍ରାନ୍ତି ଯାତ୍ରା ଏଠି ହୁଏ।
ଯାତ୍ରାରୁ 3-4 ଲକ୍ଷ ଟଙ୍କା କଲେକ୍ସନ୍ ବି ହୁଏ। ପୋଖରୀ ଯାହା ମାଛ ବିକ୍ରି ହେଉଥିଲା ଏ 2 ବର୍ଷ ହେଲା ମାଛ ପ୍ରଶ୍ନ ନାହିଁ। ପୋଖରୀ ଚିନ୍ତା ପୋଖରୀଟା ଫୁଟି ପଡ଼ିଲାଣି, ପୋଖରୀ ନାହିଁ। ପୋଖରୀ ଚାରିପଟେ ଘୋଡ଼ାର ଆମ ଘର। ଏ ଯୋଉ ପରିବେଶ ଅପରିଷ୍କାର ହେଇଛି, ଗୋବର ମଦ ପିଉଛନ୍ତି। ପରିବେଶ ଅପରିଷ୍କାର ପାଇଁ ସେବକମାନେ ଦାୟୀ ନୁହନ୍ତି। ଯଦି କଥା କହିବେ ସେବକଙ୍କ ଉପରେ ମାଡ଼ ହେବ। ତେଣୁ ରଜା ଦାୟୀ ଏଥିପାଇଁ ସବୁ। ରଜା ଯଦି ଦୁର୍ବଳ ହେଲେ ଯଦି ଅନୁଷ୍ଠାନକୁ ସମ୍ଭାଳି ନ ପାରିବେ ଏଟାକୁ ଏଣ୍ଡିଆମେଣ୍ଟକୁ ହ୍ୟାଣ୍ଡ ଓଭର କରିଦେବା ଦରକାର। କିନ୍ତୁ ସେ ତ ଏଣ୍ଡିଆମେଣ୍ଟକୁ ହ୍ୟାଣ୍ଡ ଓଭର କରୁନାହାନ୍ତି। ଏଣ୍ଡିଆମେଣ୍ଟ ତାକୁ ବି ଟ୍ରଷ୍ଟ କରିକି ରଖିଛନ୍ତି। ଏ କଥା ଏଣ୍ଡିଆମେଣ୍ଟ ବି ବୁଝୁନାହିଁ କିଛି। ସରପଞ୍ଚ ML ପର୍ଯ୍ୟନ୍ତ କେହି କିଛି ହସ୍ତକ୍ଷେପ କରିପାରିବେ ନାହିଁ ଯେ ପର୍ଯ୍ୟନ୍ତ ଏଣ୍ଡିଆମେଣ୍ଟ ଆଉ ଟ୍ରଷ୍ଟି ଇଏ 2 ଜଣ ଆବେଦନ ନ କରିଛନ୍ତି। ସରକାରଙ୍କର ସ୍ୱଚ୍ଛ ଭାରତ ମିଶନ ବଡ଼ ବଡ଼ କାର୍ଯ୍ୟକ୍ରମ ଚାଲିଛି। ମନ୍ଦିର ପରିସର ବଡ଼ ବଡ଼ ସବୁ ପବ୍ଲିକ ଜାଗା, ଇଏଟା ପବ୍ଲିକ ଜାଗା ନୁହେଁ। ମନ୍ଦିର ପ୍ରାଙ୍ଗଣରେ ଏଇ ଯୋଉ ମଦ ପିଇକି ବୋତଲ ପକେଇବା, ଅଳିଆ କରିବା, ଯାହା ଗୋବର ପକେଇବା, କରିପାରିବେ ସେଥିପାଇଁ ରଜା ଦାୟୀ। ରଜା ସମ୍ଭାଳି ପାରୁନାହିଁ। ତେଣୁ ରଜା ଏଣ୍ଡିଆମେଣ୍ଟକୁ ଦେଇଦେବା ଦରକାର। ରଜା କଣ କୋଉଠି ଅଛନ୍ତି? ସେ ତାଙ୍କର ତ ଦାୟିତ୍ୱ କାହାକୁ ଦେଇଥିବେ, ସେ ଦାୟିତ୍ୱରେ ଲୋକ ଦାୟିତ୍ୱ ଦେଇଛନ୍ତି ସରୋଜ କୁମାର ଦୀକ୍ଷିତ। ସେମାନେ କିଛି ବୁଝୁନାହାନ୍ତି। ସିଏ ଆହୁରି ପବ୍ଲିକ ତାଙ୍କର ଭିତ୍ତିଟା ସମର୍ଥନ ପବ୍ଲିକ ତାକୁ କିଛି ପଇସା ଦେଇ ଆସୁଛନ୍ତି, ତାର ଖାଇ ପିଇକି ଠିକ୍ କିଛି ବୁଝିବାର। ଦେଖି ଆସୁ ବର୍ଷ 12 ମାସ ଯାତ୍ରା ହବ, ଏଠି ଗୋଟେ ଯାତ୍ରା ହବ। ପୋଖରୀ ବି ଏବେ ବି ପରିସ୍ରା କରୁଛନ୍ତି। ପୋଖରୀ ଯାହା ପରିସ୍ରା ନାଉ ସେ ଯାଉଛନ୍ତି ପୋଖରୀ ପାହାଚରେ ପରିସ୍ରା କରୁଛନ୍ତି। ପରିସ୍ରା ସବୁ ପୋଖରୀ। ବିୟର ବୋତଲ ତା ସେପଟରେ ପଡିଛି, ଅଳିଆ ବିୟର ବୋତଲ ଯିଏ ଆଇଲା ମଦ ପିଇଲା ଏଠି କାହାକୁ କେହି କହିବାର ନାହିଁ। ଏଠି ଯେ ପଞ୍ଚାୟତ ସରପଞ୍ଚ ସେ କିଛି ଇଏ କରୁନାହାନ୍ତି। ସରପଞ୍ଚ କଥା ଆମେ କହିପାରିବୁ ନାହିଁ। ଆମ ପଞ୍ଚାୟତ ଏଟା ନା, ଆମ ଘର ହଳଦିଆ। ହେଲେ ବି ଆପଣଙ୍କର ଏପଟୁ କଣ ବୁଲିକି ଦେଖିବୁ ଯା ଆଉ ନୁଙ୍ଗୁରା କରୁଛନ୍ତି। ପଦେ କୋଉଠି କାହାକୁ ଯଦି ଆମ ଆଗରେ କରୁଥିବ କହିବୁ, ନହେଲେ ନାହିଁ। ତେବେ ଖବର ପ୍ରସାରଣ ପରେ ଦେଖିବାକୁ ବାକି ରହିଲା କେବେ ସରକାରଙ୍କ ନଜର ମା ମଙ୍ଗଳାଙ୍କ ପୀଠ ଉପରେ ପଡ଼ୁଛି। ଚାନ୍ଦବାଲିରୁ ପ୍ରିୟବ୍ରତ ନାଥଙ୍କ ରିପୋର୍ଟ, କର୍ତ୍ତବ୍ୟ ନ୍ୟୁଜ୍।